ମୁଁ ପ୍ରୟାସ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ଏମା ଷ୍ଟଡି ଏକାଡେମୀକୁ। ଆଶା କରୁଛି ଭଲରେ ଥିବେ ଏବଂ ପରୀକ୍ଷା ପାଇଁ ଆପଣଙ୍କର ପ୍ରିପାରେସନ୍ ଭଲ ଭାବରେ ଚାଲିଥିବ। ଆଜିର ଭିଡ଼ିଓରେ ଆମେ ଓଡ଼ିଆ ଗ୍ରାମାର 50ଟି ଇମ୍ପୋର୍ଟାଣ୍ଟ ଏମସିକ୍ୟୁ ଡିସ୍କସନ୍ କରିବା, ଯାହାକି ଓଟିଇଟି 2025ରେ ଏକ୍ସପେକ୍ଟେଡ୍ ଅଛି ଯେ ପଡ଼ିବ ବୋଲି। ତେଣୁ ଆପଣ ଜାଣିବା ନିହାତି ଦରକାର। ତେଣୁ ଭିଡ଼ିଓଟି ଫୁଲ୍ ଦେଖନ୍ତୁ ଆଉ ଆପଣ ଦେଖନ୍ତୁ ଯେ କୋଉଟାରେ ଆପଣ ପ୍ରିପାରେସନ୍ ହେଇଛି ଆଉ କୋଉଟା ବାକି ଅଛି। ତେଣୁ ଆଶା କରୁଛି ଭିଡ଼ିଓଟି ଫୁଲ୍ ଦେଖିବେ। ଯଦି ଆପଣ ଭିଡ଼ିଓଟି ଭଲ ଲାଗିଲା ଭିଡ଼ିଓଟିକୁ ଲାଇକ୍ କରିଦେବେ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ ଏବଂ ଏଇଭଳି ଭିଡ଼ିଓ ପାଇବା ପାଇଁ ପାଖରେ ବେଲ୍ ଆଇକନକୁ ଅଲରେ ସେଟ୍ କରିଦେବେ। ଆପଣ ଖାଲି ଗୋଟେ କାମ କରିବାର ଅଛି, ଆପଣ 50ଟି ଏମସିକ୍ୟୁରୁ କେତେଟା ଠିକ୍ କଲେ ଆପଣ ମୋତେ କମେଣ୍ଟ ସେକ୍ସନରେ ଜଣେଇବେ। ଯାହାଫଳରେ ମୁଁ ଜାଣିପାରିବି କେମିତି କ'ଣ ପ୍ରିପାରେସନ୍ ଚାଲିଛି। ତେଣୁ ଦେଖିବା ପ୍ରଥମ କ୍ୱେଶ୍ଚନଟି କ'ଣ ଅଛି ନା, ଶବ୍ଦ ଓ ପଦ ଏହା ଭିତରେ ପାର୍ଥକ୍ୟ କ'ଣ? ହେଲା, ବଢ଼ିଆ କ୍ୱେଶ୍ଚନଟି ଅଛି। ଶବ୍ଦ ଆମେ ଯୋଉ କହୁଛୁ ଆଉ ପଦ କହୁଛୁ, ଆ ଭିତରେ ପାର୍ଥକ୍ୟଟା କ'ଣ? ଅପସନ୍ ନମ୍ବର ଏ ଅଛି, ଏକ ବା ଏକାଧିକ ଅକ୍ଷର ମିଶି ଗଠିତ ହୁଏ। ଅର୍ଥ ତତ୍ତ୍ୱ ଆଧାରିତ। ଶବ୍ଦ ବିଭକ୍ତି ଯୁକ୍ତ ନୁହେଁ, ପଦ ହଉଛି ବିଭକ୍ତି ଯୁକ୍ତ। ନା ସମ୍ବନ୍ଧ ତତ୍ତ୍ୱ ଆଧାରିତ। ହେଲା, ୟାର ସଠିକ ଉତ୍ତରଟି କ'ଣ ହବ ନା ଅପସନ୍ ନମ୍ବର ସି, ଯେଟା କ'ଣ ଅଛି, ଶବ୍ଦ ହଉଛି ବିଭକ୍ତିଯୁକ୍ତ ନୁହେଁ, ଶବ୍ଦ କେବେ ବିଭକ୍ତିଯୁକ୍ତ ହୁଏ ନାହିଁ, କିନ୍ତୁ ପଦ ବିଭକ୍ତିଯୁକ୍ତ ହୁଏ। ହେଲା, ବୁଝିପାରିଲେ? ବଢ଼ିଆ କ୍ୱେଶ୍ଚନଟି ଥିଲା। ହେଲା, ଅପସନ୍ ନମ୍ବର ସି ହେଲା କରେକ୍ଟ ଆନ୍ସର। ନେକ୍ସଟ କ୍ୱେଶ୍ଚନ, ଯେଉଁ ଶବ୍ଦରୁ ଗୋଟିଏ ଅଂଶ ବା ଗୋଟିଏ ଅକ୍ଷର ବାଦ ଦେଲେ ଶବ୍ଦର ଅର୍ଥ ହାନି ଘଟେ, ହେଲା, ତାକୁ ଆମେ କ'ଣ କହିବା? ହେଲା, ଯଦି ଶବ୍ଦର ଗୋଟିଏ ଅଂଶ ତାକୁ କାଟି ଦିଆଯାଏ ତାହେଲେ ଶବ୍ଦର ଅର୍ଥଟା ହାନି ହେଇଯାଏ। ମୌଳିକ ଶବ୍ଦ, ଯୌଗିକ ଶବ୍ଦ, ଅର୍ଥହୀନ ଶବ୍ଦ ନା ଅର୍ଥାନ୍ତର ଶବ୍ଦ? ହେଲା, ସଠିକ ଉତ୍ତରଟି କ'ଣ ହବ ନା ଅପସନ୍ ନମ୍ବର ଏ, ଯେଟା କ'ଣ ମୌଳିକ ଶବ୍ଦ। ହେଲା, ଯଦି ଗୋଟେ ଅଂଶ କାଟି ଦିଆଯାଏ ତାର ଅର୍ଥ ହାନି ହେଇଯାଏ, ତାକୁ କ'ଣ କହିବା ଆମେ ନା ମୌଳିକ ଶବ୍ଦ ବୋଲି କହିବା। ନେକ୍ସଟ କ୍ୱେଶ୍ଚନ ଏବେ ଦେଖିବା କ'ଣ ଅଛି। 3 ନମ୍ବର କ୍ୱେଶ୍ଚନଟି କ'ଣ ଅଛି, ଯେଉଁ ଶବ୍ଦରେ ପୂର୍ବରୁ ବା ପରେ ଆଉ ଏକ ରୂପ ସଂଯୋଗ କରାଯାଇ ଏକ ନୂଆ ଶବ୍ଦ ଗଠିତ ହୁଏ ତାକୁ କ'ଣ କୁହନ୍ତି? ହେଲା, ଅପସନ୍ କ'ଣ ଅଛି, ମୌଳିକ ଶବ୍ଦ, ଯୋଗରୂଢ଼ ଶବ୍ଦ, ପ୍ରତ୍ୟୟଯୁକ୍ତ ଶବ୍ଦ, ଯୌଗିକ ଶବ୍ଦ। ହେଲା, କ'ଣ ହବ ନା ଅପସନ୍ ନମ୍ବର ଡି, ଯେଟା କ'ଣ ଯୌଗିକ ଶବ୍ଦ। ମନେ ରହିଲା, ଯଦି ଶବ୍ଦର ପୂର୍ବରୁ ବା ପରେ ଆଉ ଏକ ରୂପ ସଂଯୋଗ କରାଯାଇ ନୂଆ ଶବ୍ଦ ଗଠିତ କରାଯାଏ ତାକୁ କ'ଣ କହିବା ଆମେ ଯୌଗିକ ଶବ୍ଦ ବୋଲି କହିବା। ନେକ୍ସଟ, ଶବ୍ଦ ଗୁଡ଼ିକୁ ଆହରଣ ଦୃଷ୍ଟିରୁ କେତେ ଶ୍ରେଣୀରେ ବିଭକ୍ତ କରାଯାଇଛି? ଆହରଣ ଦୃଷ୍ଟିରୁ 1, 2, 3, 4 କେତେ ପ୍ରକାରର? ସଠିକ ଉତ୍ତରଟି କ'ଣ ହବ ନା ଅପସନ୍ ନମ୍ବର ଡି, ଯେଟା କି 4 ପ୍ରକାରର। ମନେ ରହିଲା, ଆକୁ ଦେଖିବା କ'ଣ କ'ଣ ସେଗୁଡାକ ଅଛି। ନେକ୍ସଟ କ୍ୱେଶ୍ଚନ କ'ଣ ଅଛି ଦେଖିବା, ସଂସ୍କୃତରେ ଯେଉଁ ଶବ୍ଦର ବ୍ୟବହାର କରାଯାଏ ଓଡ଼ିଆରେ ଯଦି ସେହି ଶବ୍ଦ ଅବିକଳ ରୂପେ ବ୍ୟବହାର କରାଯାଏ ତାକୁ କ'ଣ କୁହନ୍ତି? ତତ୍ସମ, ତଦ୍ଭବ, ଦେଶଜ, ବୈଦେଶିକ। ସଂସ୍କୃତରେ ଯେମିତି ଅଛି ଓଡ଼ିଆରେ ଅବିକଳ ସେଇଭଳିଆ ଯଦି ଆମେ ବ୍ୟବହାର କରିବା ତାକୁ କ'ଣ କହିବା? ସଠିକ ଉତ୍ତରଟି କ'ଣ ନା ତତ୍ସମ। ହେଲା, ଅପସନ୍ ନମ୍ବର ଏଟା ଠିକ ହବ, ତତ୍ସମ ଶବ୍ଦ। ନେକ୍ସଟ ଅଛି କ'ଣ, ସଂସ୍କୃତ ଭାଷାରେ ବ୍ୟବହୃତ ଶବ୍ଦ ସାମାନ୍ୟ ପରିବର୍ତ୍ତିତ ହୋଇ ଓଡ଼ିଆ ଭାଷାରେ ବ୍ୟବହୃତ ହୋଇ ଆସୁଥିଲେ ତାକୁ କ'ଣ କୁହନ୍ତି? ଅପସନ୍ କ'ଣ ଅଛି, ତତ୍ସମ, ତଦ୍ଭବ, ଦେଶଜ, ବୈଦେଶିକ। କ'ଣ କହିବେ ଯଦି ସଂସ୍କୃତ ଭାଷାରେ ଟିକେ ପରିବର୍ତ୍ତିତ ହୋଇ ଆମେ ବ୍ୟବହାର କରୁଛୁ କ'ଣ କହିବା? ଅପସନ୍ ନମ୍ବର ବି, ଯେଟା କ'ଣ ତଦ୍ଭବ ଶବ୍ଦ। ବୁଝିପାରିଲେ? ନେକ୍ସଟ କ୍ୱେଶ୍ଚନ କ'ଣ ଦେଖିବା, ବିଭିନ୍ନ କାରଣରୁ ବିଦେଶ ଭାଷାର ଆମ ଭାଷାରେ ବ୍ୟବହୃତ ହେଉଥିଲେ ତାକୁ କି ଶବ୍ଦ ବୋଲି କହିବା? ତତ୍ସମ, ତଦ୍ଭବ, ଦେଶଜ, ବୈଦେଶିକ। ଯଦି ବିଦେଶୀ ଭାଷା ଆମର ବ୍ୟବହାର କରାଯାଉଛି କ'ଣ କହିବା ତାକୁ ନା ବୈଦେଶିକ କହିବା। ନେକ୍ସଟ, ନିମ୍ନ ଶବ୍ଦମାନଙ୍କ ମଧ୍ୟରୁ ତତ୍ସମ ଶବ୍ଦ କୋଉଟା? ପାଠ, ପଢୁଆ, ଗିନା ନା ଅର୍ଦ୍ଦଳି? ତ ଯୋଉଟା ତତ୍ସମ ଶବ୍ଦ ତାକୁ ବାଛିବା ପାଇଁ କହିଛି। ସଠିକ ଉତ୍ତରଟି କ'ଣ ହବ ନା ପାଠ। ପାଠଟା ହଉଛି ଗୋଟେ କ'ଣ ନା ତତ୍ସମ ଶବ୍ଦ, ମାନେ ସଂସ୍କୃତ ଭାଷା ସହିତ ସମାନ। ନେକ୍ସଟ ଅଛି କ'ଣ, ହାତୀ, ଏହାର ତତ୍ସମ ଶବ୍ଦଟି କ'ଣ? ହେଲା, କରି ନା ଗଜ ନା ହସ୍ତି ନା ମାତଙ୍ଗ? ତତ୍ସମ ଶବ୍ଦ ମାନେ ସଂସ୍କୃତ ଶବ୍ଦ ସହିତ କ'ଣ ଏହାର ସାମଞ୍ଜସ୍ୟ ଥିବ, ମାନେ ସମାନ ଥିବ। ସଠିକ ଉତ୍ତର କ'ଣ ହବ ନା ଅପସନ୍ ନମ୍ବର ସି, ଯେଟା କ'ଣ ହସ୍ତି। ହେଲା, ହସ୍ତିର ସମାନ ଶବ୍ଦ ନା ହସ୍ତିରୁ ହାତୀ ତିଆରି ହେଇଛି। ନେକ୍ସଟ ଦେଖିବା କ'ଣ ଅଛି କ୍ୱେଶ୍ଚନଟି, ଶବ୍ଦର ମୂଳ ପିଣ୍ଡଟି କ'ଣ? ଧାତୁ, ଉପସର୍ଗ, ପ୍ରତ୍ୟୟ ନା ଉପପଦ? ହେଲା, ଏଇ ଯୋଉ ଶବ୍ଦର ମୂଳ ପିଣ୍ଡକୁ ଆମେ କ'ଣ କହିବା? ସଠିକ ଉତ୍ତରଟି କ'ଣ ହବ ନା ଅପସନ୍ ନମ୍ବର ଏ, ଯେଟା କ'ଣ ଅଛି ଧାତୁ। ଶବ୍ଦର ମୂଳ ପିଣ୍ଡକୁ ଆମେ କ'ଣ କହିବା ନା ଧାତୁ ବୋଲି କହିବା। ଧାତୁରୁ ଶବ୍ଦଟା ସବୁବେଳେ ତିଆରି ହେଇଥାଏ। ଧାତୁକୁ ଶବ୍ଦର ମୂଳ ପିଣ୍ଡ କୁହାଯିବାର କାରଣ କ'ଣ? ଅପସନ୍ କ'ଣ ଅଛି, ଧାତୁର ଅର୍ଥ ଶବ୍ଦ ଅର୍ଥ ଜାଣି ହୁଏ, ଧାତୁକୁ ବାଦ ଦେଇ ଶବ୍ଦ ହୁଏ ନାହିଁ, ଧାତୁ ଶବ୍ଦ ସହିତ ସମ୍ପର୍କ ରଖେ, ଧାତୁ ବହୁତ ସଂଖ୍ୟାରେ ଥାଏ। ହେଲା, କାହିଁକି ଧାତୁକୁ ଆମେ ମୂଳ ପିଣ୍ଡ ବୋଲି କହିଥାଉ? ସଠିକ ଉତ୍ତରଟି କ'ଣ ହବ ନା ଅପସନ୍ ନମ୍ବର ଏ, ଯେଟା କ'ଣ ଧାତୁର ଅର୍ଥ ଶବ୍ଦରେ ଅର୍ଥ ଜାଣି ହୁଏ। ଧାତୁର ଅର୍ଥରୁ ଯଦି ଶବ୍ଦର ଅର୍ଥ ଜାଣିବେ ସେଥିପାଇଁ ଧାତୁକୁ ମୂଳପିଣ୍ଡ ଶବ୍ଦରେ କୁହାଯାଏ। ନେକ୍ସଟ କ୍ୱେଶ୍ଚନ ଦେଖିବା, ଧାତୁର ପୂର୍ବରୁ ବିଭିନ୍ନ ଅର୍ଥରେ ବ୍ୟବହୃତ ହୋଇଥିବା ଅବ୍ୟୟ ପଦ ଗୁଡ଼ିକ କ'ଣ କୁହନ୍ତି? ହେଲା, ଧାତୁର ପୂର୍ବରୁ ବିଭିନ୍ନ ଅର୍ଥରେ ବ୍ୟବହୃତ ହୋଇଥିବା ଅବ୍ୟୟ ପଦ ଗୁଡ଼ିକୁ କ'ଣ କୁହନ୍ତି? ଉପପଦ, ଉପସର୍ଗ, ଅନ୍ୟାନ୍ୟ ଶବ୍ଦ,
ପ୍ରତ୍ୟୟ କଣ ବୋଲି କହିବା ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ବି যেটা କଣ ଉପସର୍ଗ ହେଲା ଧାତୁ ପୂର୍ବରୁ ବିଭିନ୍ନ ଅର୍ଥରେ ବ୍ୟବହୃତ ହେଉଥିବା ଅବ୍ୟୟ ପଦ ଗୁଡିକ କଣ କୁହନ୍ତି ଉପସର୍ଗ ବୋଲି କୁହନ୍ତି। ନେକ୍ସଟ କ୍ୱେଶ୍ଚନ ନିମ୍ନସ୍ଥ କେଉଁଟି ଉପସର୍ଗଟିକୁ ସ୍ୱତନ୍ତ୍ର ଭାବରେ ବ୍ୟବହାର କରାଯାଏ ହେଲା ନିମ୍ନସ୍ଥ କୋଉ ଉପସର୍ଗଟିକୁ ସ୍ୱତନ୍ତ୍ର ଭାବରେ କରାଯାଇଥାଏ ପ୍ର ପରା ଅତି ନା ଅପ କୋଉଟା ସ୍ୱତନ୍ତ୍ର ଭାବରେ ବ୍ୟବହାର କରାଯାଏ ସଠିକ କଣ ହବ ନା ଅପସନ ନମ୍ବର ସି ଯେ କଣ ଅତିଟାକୁ ସ୍ୱତନ୍ତ୍ର ଭାବେ ବ୍ୟବହାର କରାଯାଏ ମନେ ରଖିଥିବେ। ନେକ୍ସଟ କ୍ୱେଶ୍ଚନ ଉପସର୍ଗ ଗୁଡିକର ସାଧାରଣତଃ ସଂଖ୍ୟା କେତେଟି ଉପସର୍ଗ ଆମର କେତେଟା ଅଛି 20ଟି 40ଟି 52ଟି 5ଟି ସଠିକ କଣ ହବ ନା ଅପସନ ନମ୍ବର ଏ ଯେ କଣ 20ଟି ଆମର ଉପସର୍ଗ କେତେଟି ଅଛି ନା 20ଟି ରହିଛି ଓଡିଆ ବ୍ୟାକରଣରେ। ନେକ୍ସଟ କ୍ୱେଶ୍ଚନ ଦେଖିଦେବା ପ୍ର ଉପସର୍ଗ କେଉଁ ଅର୍ଥରେ ବ୍ୟବହୃତ ହୁଏ ନାହିଁ ଯୋଉ ପ୍ର ଉପସର୍ଗଟା ଆମେ କୋଉ ଅର୍ଥରେ ବ୍ୟବହାର କରୁନାହିଁ ନିଶ୍ଚୟ ଉତ୍କର୍ଷ ଉଦ୍ଭବ ନା ଆର୍ଥିକ ହେଲା ପ୍ର ଉପସର୍ଗ କୋଉଥିରେ ବ୍ୟବହାର କରୁନାହିଁ ସଠିକ ଉତ୍ତର କଣ ହବ ନା ଅପସନ ନମ୍ବର ଏ ଯେ କଣ ନିଶ୍ଚୟ ଅର୍ଥରେ କେବେ ବ୍ୟବହାର କରାଯାଏନି କିନ୍ତୁ ଉତ୍କର୍ଷ ଉଦ୍ଭବ ଆର୍ଥିକ ୟା ପାଇଁ ଆମେ ବ୍ୟବହାର କରିପାରିବା। ତାପରେ ନେକ୍ସଟ କ୍ୱେଶ୍ଚନ ପ୍ରତିହିଂସା ଏଥିରେ ଥିବା ଉପସର୍ଗଟି କେଉଁ ଅର୍ଥରେ ବ୍ୟବହୃତ କରାଯାଏ ସମାନ ବିପରୀତ ଉତ୍ତମ ଭୂଷଣ ପ୍ରତିହିଂସା ହେଲା ଏଥିରେ ଯୋଉ ଉପସର୍ଗଟା ଅଛି ଉପସର୍ଗ କଣ ପ୍ରତି ଏଟାକୁ କୋଉ ଅର୍ଥରେ ବ୍ୟବହାର କରାଯାଇଛି ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଏ ଯେଟା କଣ ସମାନ ହେଲା ପ୍ରତିଟାକୁ ସମାନ ଅର୍ଥରେ ବ୍ୟବହାର କରାଯାଇଛି। ଦର ପାଠୁଆ ଏଠାରେ ବ୍ୟବହୃତ ଉପସର୍ଗ ଦର କେଉଁ ଅର୍ଥରେ ବ୍ୟବହୃତ କରାଯାଇଛି ନାହିଁ ଅର୍ଥରେ ଈଷତ ଅର୍ଥରେ ବିପରୀତ ଅର୍ଥରେ ନା ମନ୍ଦ ଅର୍ଥରେ ହେଲା ଦରଟାକୁ କୋଉ ଅର୍ଥରେ ବ୍ୟବହାର କରାଯାଇଛି ଅପସନ ନମ୍ବର ବି ଯେ କଣ ଈଷତ ଅର୍ଥରେ ଏଠି ବ୍ୟବହାର କରାଯାଇଛି ଏଇ ଉପସର୍ଗଟି ମାନେ ଦର ଉପସର୍ଗ। ନେକ୍ସଟ କ୍ୱେଶ୍ଚନ ବେଆଇନ ଏଥିରେ ବେ ଉପସର୍ଗଟି କେଉଁ ଅର୍ଥରେ ବ୍ୟବହାର କରାଯାଇଛି ନିଷେଧ ଅର୍ଥରେ ବିପରୀତ ଅର୍ଥରେ ଈଷିତ ଅର୍ଥରେ ନା ସମାନ ଅର୍ଥରେ ବେଆଇନଟାର ବେ ଉପସର୍ଗଟାକୁ କୋଉଟା ବ୍ୟବହାର କରାଯାଇଛି ସଠିକ ଉତ୍ତର କଣ ନା ଅପସନ ନମ୍ବର ବି ଯେଟା କଣ ବିପରୀତ ଶବ୍ଦ ବେନ ମାନେ ଆଇନ ନୁହେଁ ହେଲା ସେଥିପାଇଁ ବେଟାକୁ କଣ ନା ବିପରୀତ ଅର୍ଥରେ ବ୍ୟବହାର କରାଯାଇଛି। ନେକ୍ସଟ କ୍ୱେଶ୍ଚନ ଅଣଓସାରିଆ ହେଲା ଏଥିରେ ଉପସର୍ଗ ଅଣଟା କୋଉ ଅର୍ଥରେ ନୁହେଁ ଅର୍ଥରେ ବିପରୀତ ଅର୍ଥରେ ସହିତ ଅର୍ଥରେ ପ୍ରତ୍ୟେକ ଅର୍ଥରେ ଅଣଓସାରିଆ ଅଣ ଉପସର୍ଗଟାକୁ କୋଉଥିରେ ବ୍ୟବହାର କରାଯାଇଛି ସଠିକ ଉତ୍ତର କଣ ଅପସନ ନମ୍ବର ଏ ଯେଟା କଣ ନୁହେଁ ମାନେ ଅଣଓସାରିଆ ମାନେ ଓସାରିଆ ନୁହେଁ ସେଥିପାଇଁ ବ୍ୟବହାର କରାଯାଇଛି ମନେ ରଖିଥାଏ ଏଇ ବେଆଇନ ଆଉ ଅଣଓସାରିଆ ବେଆଇନଟା ଆପଣ ଲାଗିବ ଦିଟା ସମାନ କିନ୍ତୁ ନାଇଁ ବେଟା ସବୁବେଳେ ବ୍ୟବହାର କରାଯାଇଛି କଣ ବିପରୀତ ଅର୍ଥରେ କିନ୍ତୁ ଅଣଟା ଦେଖିବେ ନୁହେଁ ଅର୍ଥରେ ଏଇଟା ଆପଣ ଯେତେବେଳେ ପରୀକ୍ଷାରେ କନଫ୍ୟୁଜ ହେବେ ହେଲା ଦେଖିଦେଇ ଯାଇଥିବେ। ଅବ୍ରାହ୍ମଣ ଏହା କେଉଁ ଅର୍ଥରେ ବ୍ୟବହାର କରାଯାଇଛି ଯେ ବ୍ରାହ୍ମଣ ନୁହେଁ କ୍ଷତ୍ରିୟ ବୈଶ୍ୟ ନା ଯେ ବ୍ରାହ୍ମଣ ପରି ଦେଖାଯାଉଥିବ କିନ୍ତୁ ବ୍ରାହ୍ମଣ ହୋଇନଥିବ ଅବ୍ରାହ୍ମଣଟା କୋଉ ଅର୍ଥରେ ବ୍ୟବହାର କରାଯାଇଛି ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଡି ଯେଟା କଣ ଯେ ବ୍ରାହ୍ମଣ ପରି ଦେଖାଯାଉଥିବ କିନ୍ତୁ ବ୍ରାହ୍ମଣ ହୋଇନଥିବ ବୁଝିପାରିଲେ। ନେକ୍ସଟ ଗ୍ରହ ଠାରୁ କ୍ଷୁଦ୍ର ହେଲା ଏହାକୁ ଗୋଟିଏ ଶବ୍ଦରେ ପ୍ରକାଶ କଲେ କଣ କହିବ ପରିଗ୍ରହ ଅନୁଗ୍ରହ ଉପଗ୍ରହ ନା ଆଗ୍ରହ ଗ୍ରହ ଠାରୁ କ୍ଷୁଦ୍ରକୁ ଏକ ପଦରେ ଏକ ଗୋଟିଏ ଶବ୍ଦଟି ବ୍ୟବହାର ପ୍ରକାଶ କରିବା କଣ କହିବା ସେଟା କଣ ନା ଅପସନ ନମ୍ବର ସି ଯେଟା କଣ ଅଛି ଉପଗ୍ରହ ଗ୍ରହ ଠାରୁ କ୍ଷୁଦ୍ର ଯେତେବେଳେ କଣ କହିବା ଉପଗ୍ରହ ବୋଲି କହିବା। ଦୁର୍ଜନ ଏଥିରେ ଥିବା ଉପସର୍ଗ କେଉଁ ଅର୍ଥରେ ବ୍ୟବହାର କରାଯାଇଛି ମନ୍ଦ ବିଶେଷ ନା ଆମର ବିପରୀତ ନା ପର୍ଯ୍ୟନ୍ତ ଦୁଟାକୁ କୋଉ ଅର୍ଥରେ ବ୍ୟବହାର କରାଯାଇଛି ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଏ ଯେଟା କଣ ମନ୍ଦ ଅର୍ଥରେ ବ୍ୟବହାର କରାଯାଇଛି। ନେକ୍ସଟ କ୍ୱେଶ୍ଚନ ଶବ୍ଦ ଓ ଧାତୁ ସହିତ ବିଭିନ୍ନ ଅର୍ଥରେ ଯାହା ଯୋଗ କରାଯାଏ ତାକୁ କଣ କୁହାଯାଏ ଶବ୍ଦ ଧାତୁ ସହିତ ବିଭିନ୍ନ ଅର୍ଥରେ ଯଦି ବ୍ୟବହାର କରାଯାଉଛି ପ୍ରତ୍ୟୟ ଉପପଦ ଅନ୍ୟ ଶବ୍ଦ ନା ପଦ ହେଲା ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଏ ଯେଟା କଣ ପ୍ରତ୍ୟୟ ହେଲା ୟାକୁ ଶବ୍ଦ ବା ଧାତୁ ସହିତ ବ୍ୟବହାର କରାଯାଏ। ନେକ୍ସଟ କ୍ୱେଶ୍ଚନ ଶବ୍ଦ ଗଢିବା ପାଇଁ ଧାତୁ ପରେ ଭିନ୍ନ ଭିନ୍ନ ଅର୍ଥରେ ଯାହା ଯୋଗ କରାଯାଏ ଶବ୍ଦ ଗଢିବା ବା ଧାତୁ ପରେ ଭିନ୍ନ ଭିନ୍ନ ଅର୍ଥରେ ଯାହା ବ୍ୟବହାର ଯୋଗ କରାଯାଏ ତାକୁ କଣ କୁହନ୍ତି ପ୍ରତ୍ୟୟ କୃଦନ୍ତ ପ୍ରତ୍ୟୟ ଉପସର୍ଗ ନା ତିବ୍ଦତ ପ୍ରତ୍ୟୟ ହେଲା ସଠିକ ଉତ୍ତରଟି କଣ ହବ ଅପସନ ନମ୍ବର ବି ଯେଟା କଣ କୃତ ପ୍ରତ୍ୟୟ ହେଲା କଣ କହିବା ଶବ୍ଦ ଗଢିବା ପାଇଁ ଧାତୁ ପରେ ଭିନ୍ନ ଭିନ୍ନ ଅର୍ଥରେ ଯାହା ଯୋଗ କରାଯାଏ ହେଲା ତାକୁ କଣ କୁହନ୍ତି କୃତ ପ୍ରତ୍ୟୟ ବୋଲି କୁହନ୍ତି। ନେକ୍ସଟ କ୍ୱେଶ୍ଚନ ଦେଖିବା ଧାତୁ ପରେ ଯେଉଁ ଯେଉଁ ଅର୍ଥରେ ପ୍ରତ୍ୟୟ ଯୋଗ କରାଯାଏ ଧାତୁ ପରେ ଯେଉଁ ଯେଉଁ ଅର୍ଥରେ ପ୍ରତ୍ୟୟ ଯୋଗ କରାଯାଏ ତା ସେଇ ଅର୍ଥର ନାମକୁ କଣ କୁହନ୍ତି ସେ ଅର୍ଥର ନାମଟାକୁ କଣ କୁହନ୍ତି ବାଚ୍ୟ ବାକ୍ୟ ଉପପଦ ନା ଶବ୍ଦ କଣ କହିଥାଉ ସେଠି ଦୁଟି କଣ ହବ ନା ଅପସନ ନମ୍ବର ଏ ଯାଏ କଣ ବାଚ୍ୟ ହେଲା ଧାତୁ ପରେ ଯେଉଁ ଯେଉଁ ଅର୍ଥ ପ୍ରତ୍ୟୟ ଯୋଗ କରାଯାଏ ସେଇ ଅର୍ଥର ନାମକୁ କଣ କୁହନ୍ତି ନା ବାଚ୍ୟ ବୋଲି କହିଥାନ୍ତି ବୁଝିପାରିଲେ। ନେକ୍ସଟ କ୍ୱେଶ୍ଚନ ଏବେ ଦେଖିବା ଏ ଭିତରୁ କୋଉଟା ଭୁଲ ଅଛି ଲେଖକ ହଉଛି କର୍ତ୍ତୃବାଚ୍ୟ ଦାତା କର୍ମବାଚ୍ୟ ନନ୍ଦନ ହଉଛି କର୍ତ୍ତୃବାଚ୍ୟ ନା ଗାୟକ କର୍ତ୍ତୃବାଚ୍ୟ କୋଉଟା ଭୁଲ ଅଛି ହେଲା ଏହାର ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ବି ଯେଟା କଣ ଦାତା କେବେ କର୍ମବାଚ୍ୟ ହବ ନାହିଁ
ହେଲା ଦାତାଟା କଣ ବାଚ୍ୟ ହବ ନାହିଁ। ନେକ୍ସଟ କ୍ୱେଶ୍ଚନ କୋଉଠି ଠିକ? ଦାନୀ ହଉଛି ସମ୍ପ୍ରଦାନ ବାଚ୍ୟ, ନୟନ ହଉଛି କର୍ତ୍ତୃବାଚ୍ୟ, ଶୟନ ହଉଛି କର୍ତ୍ତୃବାଚ୍ୟ, ଦାନ ହଉଛି କର୍ତ୍ତୃବାଚ୍ୟ। ହେଲା ଏଥିରୁ କୋଉଟା ଆମର ଠିକ ଅଛି? ସଠିକ ଉତ୍ତର କଣ ହବ? ଅପସନ ନମ୍ବର ଏ ରେ କଣ ଦାନୀୟ ହଉଛି ସମ୍ପ୍ରଦାନ ବାଚ୍ୟ, ଦାନ କରିବା ଅର୍ଥରେ ସମ୍ପ୍ରଦାନ ଅର୍ଥରେ କଣ ଠିକ ଅଛି। ନେକ୍ସଟ କ୍ୱେଶ୍ଚନ ଧାତୁର ପରେ ଯେଉଁ ପ୍ରତ୍ୟୟ ହୁଏ ତାକୁ କୃତ ପ୍ରତ୍ୟୟ କୁହନ୍ତି। ଶବ୍ଦ ପରେ ଯେଉଁ ପ୍ରତ୍ୟୟ ହୁଏ ତାକୁ କଣ କୁହନ୍ତି? ଧାତୁ ପରେ ପ୍ରତ୍ୟୟକୁ କୃତ ପ୍ରତ୍ୟୟ କୁହନ୍ତି, କିନ୍ତୁ ଶବ୍ଦ ପରେ ଯୋଉ ପ୍ରତ୍ୟୟଟା ତାକୁ କଣ କୁହନ୍ତି? ଶବ୍ଦ ପ୍ରତ୍ୟୟ, ତିବ୍ଦତ ପ୍ରତ୍ୟୟ, ଉପଶବ୍ଦ ପ୍ରତ୍ୟୟ, ଉପପଦ ପ୍ରତ୍ୟୟ। ହେଲା ସଠିକ ଉତ୍ତରଟି କଣ ହବ? ଅପସନ ନମ୍ବର ବି ରେ କଣ ତିବ୍ଦତ ପ୍ରତ୍ୟୟ। ଯଦି ଧାତୁ ପରେ ପ୍ରତ୍ୟୟ ଲାଗିଥିବ କୃତ ପ୍ରତ୍ୟୟ କୁହନ୍ତି, ଯଦି ଶବ୍ଦ ପରେ ପ୍ରତ୍ୟୟ ଲାଗିଥିବ ତାକୁ ତିବ୍ଦତ ପ୍ରତ୍ୟୟ ବୋଲି କୁହନ୍ତି। ନେକ୍ସଟ କ୍ୱେଶ୍ଚନ ଦେଖିବା ପ୍ରତ୍ୟୟ ଯୋଗରେ କି କି ପରିବର୍ତ୍ତନ ଘଟେ ନାହିଁ? ହେଲା ଯଦି ପ୍ରତ୍ୟୟ ଗୋଟେ ଯୋଗ ହଉଛି କୋଉଟା ପରିବର୍ତ୍ତନ ହୁଏ ନାହିଁ? ଆଦେଶ, ଆଗମ, ଲୋପ ଆଉ ହଉଛି ସମାସ। ପ୍ରତ୍ୟୟ ଯୋଗ ଉପରେ କୋଉଟା ପରିବର୍ତ୍ତନ ହୁଏ ନାହିଁ? ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ଡି ରେ କଣ ସମାସ। ପ୍ରତ୍ୟୟ ଯୋଗ ଉପରେ କେବେ ସମାସ ପରିବର୍ତ୍ତନ ଘଟେ ନାହିଁ। ନେକ୍ସଟ କ୍ୱେଶ୍ଚନ ପ୍ରତ୍ୟୟ ଯୋଗରେ ଗୋଟିଏ ବର୍ଣ୍ଣ ବଦଳରେ ଆଉ ଗୋଟିଏ ବର୍ଣ୍ଣ ବ୍ୟବହୃତ ହେଲେ ତାକୁ କଣ କୁହନ୍ତି? ଆଦେଶ, ଆଗମ, ଗୁଣ, ବୃଦ୍ଧି। ହେଲା ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ଏ ରେ କଣ ଆଦେଶ। ହେଲା ପ୍ରତ୍ୟୟ ଯୋଗ ହେଲେ ଗୋଟିଏ ବର୍ଣ୍ଣ ବଦଳରେ ଆଉ ଗୋଟେ ବର୍ଣ୍ଣ ବ୍ୟବହୃତ ହେଲେ ତାକୁ କଣ କୁହନ୍ତି? ଆଦେଶ ବୋଲି କୁହନ୍ତି। ମନେ ରହିବ। ନେକ୍ସଟ କ୍ୱେଶ୍ଚନ ପ୍ରତ୍ୟୟ ଯୋଗରେ ଦୁଇଟି ବର୍ଣ୍ଣ ମଧ୍ୟରେ ଅନ୍ୟ ଏକ ବର୍ଣ୍ଣ ଆସିଲେ ତାକୁ କଣ କୁହନ୍ତି? ପ୍ରତ୍ୟୟ ଯୋଗରେ ଯଦି ଦୁଇଟି ବର୍ଣ୍ଣ ମଧ୍ୟରେ ଅନ୍ୟ ଏକ ବର୍ଣ୍ଣ ଆସିଲେ ତାକୁ କଣ କୁହନ୍ତି? ଆଦେଶ, ଆଗମ, ଲୋପ ନା ଗୁଣ? କଣ କହିବା? ସଠିକ ଉତ୍ତରଟି କଣ ହବ? ଅପସନ ନମ୍ବର ବି ରେ କଣ ଆଗମ। ଆଦେଶ ଆଉ ଆଗମ ବୁଝିପାରିଲେ? ଆଦେଶ କଣ ହେଲା? ଗୋଟିଏ ବର୍ଣ୍ଣ ବଦଳରେ ଆଉ ଗୋଟେ ବର୍ଣ୍ଣ ଯଦି ବ୍ୟବହାର କରେ ଆଦେଶ କୁହନ୍ତି। ଆଉ ଯଦି ଦୁଇଟା ବର୍ଣ୍ଣ ଭିତରେ ଆଉ ଗୋଟେ ବର୍ଣ୍ଣ ଆସେ ତାକୁ କଣ କୁହନ୍ତି? ଆଗମ ବୋଲି କୁହନ୍ତି। ନେକ୍ସଟ କ୍ୱେଶ୍ଚନ ପ୍ରତ୍ୟୟ ଯୋଗରେ ଗୋଟିଏ ବର୍ଣ୍ଣ ଅଦୃଶ୍ୟ ହେଲେ ତାକୁ କଣ କୁହନ୍ତି? ଯଦି ପ୍ରତ୍ୟୟ ଯୋଗରେ ଗୋଟେ ବର୍ଣ୍ଣ ଅଦୃଶ୍ୟ ହେଇଯିବ ମାନେ ଉଚ୍ଚାରଣ ହଉନଥିବ ତାକୁ କଣ କହିବା? ଆଦେଶ, ଆଗମ, ଗୁଣ ନା ଲୋପ? ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ଡି ରେ କଣ ଲୋପ। ହେଲା ମନେ ରହିଲା ଆଦେଶ, ଆଗମ ଆଉ ଲୋପ ବୁଝିଗଲେ। ନେକ୍ସଟ ଗମ ପ୍ଲସ ଗତ ତ ପ୍ରତ୍ୟୟ ଫଳରେ କି ମାନେ କେଉଁ ପରିବର୍ତ୍ତନ ଘଟିଛି? ଆଦେଶ, ଆଗମ, ଲୋପ ନା ଗୁଣ? ହେଲା ତ ପ୍ରତ୍ୟୟରେ କଣ ପରିବର୍ତ୍ତନ ହେଇଛି? ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ସି ରେ କଣ ଲୋପ। ହେଲା ମୋ ଧାତୁର କଣ ହେଲା? ଏଇ ଯୋଉ ତ ପ୍ରତ୍ୟୟର କଣ ହେଲା? ନା ଲୋପ ହେଇଗଲା, ତେଣୁ ସେଥିପାଇଁ କଣ ନା ଏଟା ଲୋପ ପ୍ରତ୍ୟୟ ହେଇଗଲା। ନେକ୍ସଟ କ୍ୱେଶ୍ଚନ ହନ ପ୍ଲସ ଅ ଯେଟା କି ବଧ। ହେଲା ଅ ପ୍ରତ୍ୟୟ ଯୋଗରେ ହ ଓ ନ ସ୍ଥାନରେ ବ ଓ ଧ ହୋଇଛି, ଏହା କି ପ୍ରକାର ପରିବର୍ତ୍ତନ ହେଲା? ଆଦେଶ, ଆଗମ, ଲୋପ ନା ଗୁଣ? ହେଲା ଏହାର ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ଏ ରେ କଣ ଆଦେଶ। ହେଲା ଗୋଟେ ବର୍ଣ୍ଣ ବଦଳରେ ଆଉ ଗୋଟେ ବର୍ଣ୍ଣ ବସିଲା, ଏମିତି କି କଣ ଅପ୍ରତ୍ୟୟ ଯୁଗରେ ହ ଆଉ ନ ସ୍ଥାନରେ ବ ହେଲା, ତେଣୁ ସେଥିପାଇଁ କଣ ହେଲା? ଏଟା ଆଦେଶ ପ୍ରତ୍ୟୟ। କିନ୍ତୁ ପୂର୍ବଟାରେ କଣ ହେଇଥିଲା? ନା ତ ପ୍ରତ୍ୟୟଟା ପୁରା ପରିବର୍ତ୍ତନ ହେଇଥିଲା, ମାନେ ତ ପ୍ରତ୍ୟୟଟାର ନୂଆଟେ ତିଆରି ହେଲା, ତେଣୁ ସେଥିପାଇଁ କଣ ହେଲା? ଏଟା ନା ଲୋପ ହେଲା। ଏଟା କିନ୍ତୁ କଣ ହେଲା? ଚେଞ୍ଜ ହେଇଗଲା ଗୋଟେ ବର୍ଣ୍ଣରୁ ଆଉ ଗୋଟେ ବର୍ଣ୍ଣ, ତେଣୁ ସେଥିପାଇଁ ଏଟା ଆଦେଶ ପ୍ରତ୍ୟୟ ହେଲା। ନେକ୍ସଟ କ୍ୱେଶ୍ଚନ ପ୍ରତ୍ୟୟ ଯୋଗରେ ରୁ ସ୍ଥାନରେ ଓର ହେଲେ ତାହାକୁ କଣ ବୋଲି କୁହନ୍ତି? ରୁ ସ୍ଥାନରେ ଓର ଯଦି ହବ ଲୋପ, ଗୁଣ, ବୃଦ୍ଧି ନା ଆଗମ? ହେଲା ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ବି ଯେଟା କଣ ଗୁଣ। ହେଲା ମନେ ରଖିଥିବେ ରୁ ଯଦି ରୁ ସ୍ଥାନ ଯଦି ଓର ହେଇଯିବ ତାହେଲେ କଣ କହିବା ଆମେ ତାକୁ? ଗୁଣ ଆମର ଗୁଣ ପ୍ରତ୍ୟୟ ବୋଲି କହିବା। ନେକ୍ସଟ କ୍ୱେଶ୍ଚନ ପ୍ରତ୍ୟୟ ଯୋଗରେ ଇ ସ୍ଥାନରେ ଐ ହେଲେ ତାକୁ କଣ କୁହନ୍ତି? ଇ ସ୍ଥାନରେ ଯଦି ଐ ହେଇଯିବ ଆଦେଶ, ଆଗମ, ଗୁଣ ନା ବୃଦ୍ଧି? ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ଡି ଯେଟା କଣ ବୃଦ୍ଧି। ହେଲା ରୁ ସ୍ଥାନରେ ଯଦି ଐ ହେଇଯିବ ତାହେଲେ କଣ କହିବା ତାକୁ? ନା ବୃଦ୍ଧି ବୋଲି କହିବା। ଜି ଧାତୁରେ କି ପ୍ରତ୍ୟୟ ଯୋଗ କଲେ ଜୟ ହେବ? ଜି ଧାତୁରେ କଣଟା ଯୋଗ କଲେ ଜୟ ହେବ? ଇ, ଐ ନା ଓ ନା ଆଇ? କଣ ଲଗେଇବା ଦରକାର? ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ସି ଯେଟା କଣ ଅ। ଜି ଧାତୁରେ ଅ ଲଗେଇଲେ କଣ ହବ? ଜୟ ହବ। ବୁଝିପାରିଲେ? ଏବେ ଦେଖିବା ନେକ୍ସଟ କ୍ୱେଶ୍ଚନ ଶତ୍ରୁଘ୍ନ ଏହାର ପ୍ରକୃତି ପ୍ରତ୍ୟୟ କୋଉଟା? ଶତ୍ରୁଯୁକ୍ତ ଘ୍ନ, ଶତ୍ରୁଯୁକ୍ତ ଘ୍ନ, ତାପରେ ଶତ୍ରୁଯୁକ୍ତ ହନ ନା ଶତ୍ରୁଯୁକ୍ତ ହନ ପ୍ଲସ ଅ? ଏହାର ପ୍ରକୃତି ପ୍ରତ୍ୟୟଟା କଣ ହବ? ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ଡି ଯେଟା କଣ ଶତ୍ରୁ ପ୍ଲସ ହନ ପ୍ଲସ ଅ। ବୁଝିପାରିଲେ? ଚିକିତ୍ସା ଏହାର ପ୍ରକୃତି ପ୍ରତ୍ୟୟ କଣ ହବ? ଚି ଯୁକ୍ତ କି ଯୁକ୍ତ ସା, ଚିକ ଯୁକ୍ତ ଇସ ଯୁକ୍ତ ତା ନା କିଦ ଯୁକ୍ତ ସନ ଯୁକ୍ତ ଅ ଯୁକ୍ତ ଆ ନା କିଦ ଯୁକ୍ତ ପ୍ଲସ ସନ ପ୍ଲସ ଆ? ହେଲା ଏହାର ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ସି ଯା କଣ କିଦ ଯୁକ୍ତ ସନ ପ୍ଲସ ଅ ପ୍ଲସ ଆ। ବୁଝିପାରିଲେ? ନେକ୍ସଟ କ୍ୱେଶ୍ଚନ ଦେଖିବା ସ୍ଥାବକ। ହେଲା ଏହାର ପ୍ରକୃତି ପ୍ରତ୍ୟୟ କଣ ହବ? ସ୍ତ ପ୍ଲସ ଅକ ନା ସ୍ତୁ ପ୍ଲସ ଅକ, ସ୍ତ ପ୍ଲସ ଅବକ ନା ହଉଛି ସ୍ତାବ ଯୁକ୍ତ କ? ହେଲା ସ୍ତାବକର ପ୍ରକୃତି ପ୍ରତ୍ୟୟଟା କଣ ହବ?
ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ବି যেটা କଣ ଅଛି ସ୍ତୁ ଯୁକ୍ତ ଅ ହେଲା ସେଟା ହଉଛି ସ୍ଥାବକ। ବୁଝିପାରିଲେ। ଜଗୁଆଳ ଏହାର ପ୍ରକୃତି ପ୍ରତ୍ୟୟଟି କଣ ହବ? ଜଗ ଯୁକ୍ତ ଉଆଳ ନା ଜଗୁ ଯୁକ୍ତ ଆଳ ନା ଜ ଯୁକ୍ତ ଗୁଆଳ ନା ଜଗୁଆ ପ୍ଲସ ଅଳ ହେଲା। ଏହା ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଏ ସେଟା କଣ ଜଗ ଯୁକ୍ତ ଉଆଳ ହେଲା। ଜଗୁଆଳର କଣ ଜଗ ଯୁକ୍ତ ଉଆଳ। ନେକ୍ସଟ କ୍ୱେଶ୍ଚନ ଶୈବ ଏହାର ପ୍ରକୃତି ପ୍ରତ୍ୟୟ କଣ ହବ? ଶିବ ଯୁକ୍ତ ଅ ନା ଶୈବ ଯୁକ୍ତ ଅ ନା ଶୈ ପ୍ଲସ ବ ନା ସ ପ୍ଲସ ଐବ ହେଲା। ଶୈବର ପ୍ରକୃତି ପତ୍ରଟି କଣ ହବ? ସଠିକ ଉତ୍ତର କଣ? ଅପସନ ନମ୍ବର ଏ ଯେଟା କଣ ଶିବ ପ୍ଲସ এটা କଣ ହବ? ଶୈବ ହବ। ବୁଝିପାରିଲେ। ଅପସନ ନମ୍ବର ଏଟା କରେକ୍ଟ ଆନ୍ସର ହବ। ନେକ୍ସଟ କ୍ୱେଶ୍ଚନ ବିଷ୍ଣୁ ଯୁକ୍ତ ଅ ସମାନ ବୈଷ୍ଣବ ଏଥିରେ ଅ ପ୍ରତ୍ୟୟଟି କେଉଁ ଅର୍ଥରେ ବ୍ୟବହୃତ ହୋଇଛି? ଅପତ୍ୟ ଅର୍ଥରେ, ଭାବ ଅର୍ଥରେ, ଭକ୍ତ ଅର୍ଥରେ ନା ନିବାସ ଅର୍ଥରେ ହେଲା। ଯୋଉ ଅ ପ୍ରତ୍ୟୟଟା କୋଉଥିରେ ବ୍ୟବହାର କରାଯାଇଛି ନା ଅପସନ ନମ୍ବର ସି ଯେଟା କଣ ଭକ୍ତ ଅର୍ଥରେ ଅଟାକୁ ଭକ୍ତ ଅର୍ଥରେ ବ୍ୟବହାର କରାଯାଇଛି। ନେକ୍ସଟ କ୍ୱେଶ୍ଚନ ପାର୍ଥ ଏହାର ପ୍ରକୃତି ପ୍ରତ୍ୟୟ କଲେ କଣ ହେବ? ପାର୍ଥର ପ୍ରକୃତି ପ୍ରତ୍ୟୟ ଯଦି କଣ ହବ? ଅପସନ କଣ ଅଛି? ପର୍ଥ ପ୍ଲସ ଅ ପୃଥା ଯୁକ୍ତ ଅ ପାର୍ଥ ପ୍ଲସ ଅ ନା ପ ଯୁକ୍ତ ଅର୍ଥ ହେଲା। ପାର୍ଥର କଣ ହବ? ସଠିକ ଉତ୍ତର କଣ ହବ? ଅପସନ ନମ୍ବର ବି ଯୁକ୍ତ କଣ ହବ? ପୃଥା ଯୁକ୍ତ ଅ ହେଲା। ପୃଥା ପ୍ଲସ ଅ। ନେକ୍ସଟ କ୍ୱେଶ୍ଚନ ତିଳ ପ୍ଲସ ଅ ତୈଳ ଏଠାରେ ଅ ପ୍ରତ୍ୟୟ କେଉଁ ଅର୍ଥ ବ୍ୟବହାର କରାଯାଇଛି? ବିକାର ଅର୍ଥରେ, ଭାବ ଅର୍ଥରେ, ନିବାସ ଅର୍ଥରେ, ସମ୍ବନ୍ଧ ଅର୍ଥରେ ହେଲା। ଅ ପ୍ରତ୍ୟୟ କୋଉଥିରେ ବ୍ୟବହାର କରାଯାଇଛି? ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଏ ଯେଟା କଣ ବିକାର ଅର୍ଥରେ ଓଟାକୁ ବିକାର ଅର୍ଥରେ ବ୍ୟବହାର କରାଯାଇ ଯାଇଛି କଣ ତିଳ ଯୁକ୍ତ ଅ ସମାନ ତୈଳ। ବନ୍ଧୁ ପ୍ଲସ ଅ ବାନ୍ଧବ ଅ ପ୍ରତ୍ୟୟଟି କୋଉ ଅର୍ଥରେ ବ୍ୟବହାର କରାଯାଇଛି? ଅଟାକୁ ନିବାସ ଅର୍ଥରେ, ବିକାର ଅର୍ଥରେ, ସ୍ୱାର୍ଥ ଅର୍ଥରେ ନା ଅପତ୍ୟ ଅର୍ଥରେ? ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ସି ଯେଟା କଣ ସ୍ୱାର୍ଥ ଅର୍ଥରେ ହେଲା। ଅଟାକୁ ସ୍ୱାର୍ଥ ଅର୍ଥରେ ବ୍ୟବହାର କରାଯାଇଛି। ନେକ୍ସଟ କ୍ୱେଶ୍ଚନ ଶରୀର ପ୍ଲସ ଇକ ଶାରୀରିକ ଏଠାରେ ଇକ ପ୍ରତ୍ୟୟଟି କୋଉ ଅର୍ଥରେ? ଜୀବିକା ଅର୍ଥରେ, ଜାଣିବା ଅର୍ଥରେ, ନିଯୋଗ ଅର୍ଥରେ ନା ସମ୍ବନ୍ଧ ଅର୍ଥରେ? ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଡି ଯେ କଣ ସମ୍ବନ୍ଧ ଅର୍ଥରେ। ବୁଝିପାରିଲେ। ନେକ୍ସଟ କ୍ୱେଶ୍ଚନ ଭୌଗୋଳିକ ଏହାର ପ୍ରକୃତିଟି କଣ? ଭୌଗୋଳ ନା ଭୂଗୋଳ ନା ଭୂଗୋଳ ନା ଭୂଗୋଳ ଗ ଅଛି। ତେଣୁ ଏହାର ପ୍ରକୃତିଟି କଣ ହବ? ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ବି ଯେଟା କଣ ଭୂ ଭର ଦୀର୍ଘ ଉ ଗର ଅକାର ଅଳ ହେଲା। ବୁଝିପାରିଲେ। ନେକ୍ସଟ କ୍ୱେଶ୍ଚନ ଦେଖିବା କଣ ଦେଇଛି 49 ନମ୍ବର କୌନ୍ତେୟ ଏହାର କୁନ୍ତୀଙ୍କର କେଉଁ ସମ୍ବନ୍ଧ ଅର୍ଥରେ ପ୍ରକାଶ କରେ? ସମ୍ବନ୍ଧ ଅର୍ଥରେ, ଅପତ୍ୟ ଅର୍ଥରେ, ଜାତ ଅର୍ଥରେ ନା ପ୍ରଭୃତ ଅର୍ଥରେ? କୌନ୍ତେୟ ଏହା କୁନ୍ତୀଙ୍କର କୋଉ ସମ୍ବନ୍ଧିତ ଅର୍ଥକୁ ପ୍ରକାଶ କରୁଛି? ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ବି ଯେ କଣ ଅପତ୍ୟ ଅର୍ଥରେ ହେଲା। ମନେ ରଖିଥିବେ କୁନ୍ତୀର ଅପତ୍ୟ ଅର୍ଥରେ ବ୍ୟବହାର କରାଯାଇଛି। ନେକ୍ସଟ କ୍ୱେଶ୍ଚନ ଧୂଳି ସାତ ଏଠାରେ ସାତ ପ୍ରତ୍ୟୟଟି କୋଉ ଅର୍ଥରେ ବ୍ୟବହାର କରାଯାଇଛି? ବିକାର ଅର୍ଥରେ, ପରିଣତ ଅର୍ଥରେ, ଅଧୀନ ଅର୍ଥରେ ନା ଦେୟ ଅର୍ଥରେ? ଧୂଳି ସାତ ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ବି ଯେଟା କଣ ଅଛି ପରିଣତ ଅର୍ଥରେ। ଧୂଳି ସାତ ମାନେ ଧୂଳିରେ ପରିଣତ କରିଦବ ତେଣୁ ସେଥିପାଇଁ ଧୂଳି ସାତ। ଆପଣଙ୍କ ଆଡେ ହୋମା ରହିଲା 51 ନମ୍ବର କ୍ୱେଶ୍ଚନ ଟା କଣ ଅଛି? କେଉଁଟି କୁଦନ୍ତ ନୁହେଁ? ପଠନ, ରାବଣୀ, କର୍ତ୍ତବ୍ୟ ନା ଭୂତ? ଏହାର ସଠିକ ଉତ୍ତର ମତେ କମେଣ୍ଟ ଜଣେଇବେ ହେଲା। ତେଣୁ ଆଶା କରୁଛି ଆପଣଙ୍କୁ ଭିଡିଓଟି ଭଲ ଲାଗିଥିବ। ଯଦି ଆପଣଙ୍କୁ ଭିଡିଓଟି ଭଲ ଲାଗିଥିବ ତାହେଲେ ଭିଡିଓଟିକୁ ଲାଇକ୍ କରିଦେବେ ଆଉ ପ୍ରତିଦିନ ଏଇଭଳି ଭିଡିଓ ପାଇଁ ପାଖରେ ସବସ୍କ୍ରାଇବ କରିଦେବେ। ଆଉ ଯୋଉ ବେଲ ଆଇକନଟି ଅଛି ତାକୁ ଅଲରେ ସେଟ କରିଦେବେ ହେଲା। ତେଣୁ ଆଜି ପାଇଁ ଏତିକି ରହୁଛି। ନୂଆ ଭିଡିଓ ନୂଆ ଟପିକ ଆପଣଙ୍କୁ ଦେଖାହବ। ସେଥିପର୍ଯ୍ୟନ୍ତ ରହୁଛି। ଧନ୍ୟବାଦ।